ଅନଶନ ଭାଙ୍ଗିବାକୁ ସରକାରଙ୍କ ଆଗରେ ତିନି ସର୍ତ୍ତ ରଖିଛନ୍ତି ସମାଜସେବୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍। ତେବେ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କ ନିକଟରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଚଲୋ ସଂସଦ ବିକ୍ଷୋଭ ସମ୍ପର୍କରେ ଏକ ସ୍ପଷ୍ଟ ଏବଂ ଲିଖିତ ପ୍ରତିଶ୍ରୁତି ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ହସ୍ପିଟାଲ ପରିଦର୍ଶନ କରି ୱାଙ୍ଗଚୁକ୍ଙ୍କୁ ସାକ୍ଷାତ କରିବା ସହ ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଏହି ସାକ୍ଷାତ ପାଇଁ ସେ ମନ୍ତ୍ରୀଦ୍ୱୟଙ୍କୁ ଧନ୍ୟବାଦ ଜଣାଇ ଏକ ପତ୍ର ଲେଖିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ନ ମିଳିବା ଯାଏ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବେ ବୋଲି ବି ସ୍ପଷ୍ଟ କରିଛନ୍ତି। ଅନଶନ ଭାଙ୍ଗିବା ପାଇଁ ସୋନମ ୱାଙ୍ଗଚୁକ୍ ରଖିଥିବା ତିନି ମୁଖ୍ୟ ଦାବି ହେଉଛି ପ୍ରଶ୍ନପତ୍ର ଲିକ୍ କେଳେଙ୍କାରୀ ଯୋଗୁଁ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଯଥେଷ୍ଟ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରାଯାଉ, ସଂସଦରେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବିତର୍କ ହେଉ ଏବଂ ଏଥିସହିତ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ଉପରେ ବି ବିଚାର କରାଯାଉ। ଚଲୋ ସଂସଦ ପଦଯାତ୍ରାରେ ଭାଗ ନେଇଥିବା କୌଣସି ବି ଯୁବ ଆନ୍ଦୋଳନକାରୀଙ୍କ ବିରୋଧରେ ଯେପରି କୌଣସି ଆକ୍ରୋଶମୂଳକ ଦଣ୍ଡନୀୟ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ କରାନଯାଏ, ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ପାଇଁ ସ୍ୱର ଉତ୍ତୋଳନ ଉଠାଇବା କୌଣସି ଅପରାଧ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ଏହାସହ ଜାରି ରହିଥିବା ଛାତ୍ର ଆନ୍ଦୋଳନକୁ ଚାପିବାକୁ ପୋଲିସର ଅତ୍ୟାଚାର ଓ ବଳ ପ୍ରୟୋଗ ତୁରନ୍ତ ବନ୍ଦ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଗତ ଜୁଲାଇ 20 ତାରିଖରେ ଅନୁଷ୍ଠିତ ଚଲୋ ସଂସଦ ପଦଯାତ୍ରା ପୋଲିସର ନିଷ୍ଠୁରତା ସତ୍ତ୍ୱେ ଶାନ୍ତିପୂର୍ଣ୍ଣ ରହିଥିଲା। ବିଭିନ୍ନ ରାଜନୈତିକ ଦଳର ପାଖାପାଖି 65 ଜଣ ସାଂସଦ ତାଙ୍କୁ ଚିଠି ଲେଖି କିମ୍ବା ସାକ୍ଷାତ କରି ଅନଶନ ଭାଙ୍ଗି ଶିକ୍ଷା କ୍ଷେତ୍ରକୁ ଫେରିବାକୁ ଅନୁରୋଧ କରିଛନ୍ତି। ମୁଁ ବଞ୍ଚିବାକୁ ଚାହେଁ, ମୋର ଛାତ୍ରଛାତ୍ରୀ ଶିକ୍ଷା ଏବଂ ମୋର କର୍ମକ୍ଷେତ୍ରକୁ ଫେରିବାକୁ ଚାହେଁ, ଯାହା ମୋ ଜୀବନର ପରିଚୟ। କିନ୍ତୁ ଯେଉଁ ଯୁବପିଢ଼ିଙ୍କ ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି ସେମାନଙ୍କ ଭବିଷ୍ୟତକୁ ବଳି ପକାଇ ମୁଁ ଏହା କରିପାରିବି ନାହିଁ ବୋଲି କହିଛନ୍ତି ୱାଙ୍ଗଚୁକ୍।